हेलो हाय फ्रेंड्स ମୁଁ ସ୍ମରଣିକା ଆପଣଙ୍କୁ ୱେଲକମ୍ କରିଛି ମାୟ ୟୁଟ୍ୟୁବ୍ ଚ୍ୟାନେଲ୍ ମାୟ ନୂଆରୀ। ତ ମର୍ଣ୍ଣିଂରୁ ଉଠିକି ସେ ଡ୍ୟୁଟି ଗଲେ। ତାପରେ ମୁଁ କ'ଣ କଲି ନା ବ୍ରସ୍ କରି ଖାଇଦେଲି। ଆଉ ଖାଇଦେଲା ପରେ ଅପେକ୍ଷା କଲି ଘଣ୍ଟାଏ ଖଣ୍ଡେ ଫୋନ୍ ଦେଖିଲି। ଅପେକ୍ଷା କଲି ଯେଉଁ ସଫେଇ ଗାଡ଼ି ଆସିବ। ଦେଖିଲା ସେ ସବୁବେଳେ ଆସେ 8ଟା ବାଜିବାକୁ 10-15 ମିନିଟ୍ ହେବ। ଆଜି 8:20ରେ ଆସିବ। ମାନେ ୱେଟ୍ କରି ନିଦ ଲାଗୁଥାଏ। କାହିଁକିନା ସକାଳୁ ମୋତେ ବହୁତ ଜୋର ନିଦ ବଳେ। ତ ଉଠିକି କାମ ବହୁତ ସାରା ଅଛି ତ କରିବା ପାଇଁ ପଡ଼ିବ। ସେଥିପାଇଁକା ମୁଁ କ'ଣ କଲି ନା ଆଉ ଶୋଇଲିନି। ତାପରେ ଉଠିକି ତାପରେ ସଫେଇ ଗାଡ଼ି ଆସିଲା ତାକୁ ଦେଇଦେଲି। ତାପରେ ଘର ଦେଖିବେ, ଘର ଆଜି ପୁରା କ୍ଲିନ୍। ସବୁ ରୋଷେଇ ଘର ସବୁ ସଫା ହୁଏ, କିନ୍ତୁ ଆଜି ଭଲସେ ପୁରା ସଫା କରିଦେଇଛି। ଆଉ ଆଜି ଯେତେବେଳେ ସ୍ନାନ ପୂର୍ଣ୍ଣିମା ତ ଭାବିଲି ଆଜି ପୁରା ସଫା ପରିଷ୍କାର କରିଦେବି। ଆଉ ଆଲେଣା ଏତିକି ମାନେ ସଜଡ଼ା ହେଇଛି, ଆହୁରି ଏତିକି ପଡ଼ିଛି। ଭାବିଲି ରୋଷେଇ କରିସାରିଲା ପରେ ଏତିକ ସଜାଡ଼ିବି। ଆଉ ରୋଷେଇ ଘର ଥାକ ଦେଖିପାରୁଥିବେ ପୁରା ସଜାଡ଼ିକି ଥୋଇ ଦେଇଛି। ଆଉ ଏ ଥାକ ବି ସଜଡ଼ା ହେଇଛି। ବାସ୍ ଖାଲି ମୋର ଏଇ ଯେଉଁ ସଜବାଜ ଏଇଠୁ ଏତିକ ସଜଡ଼ା ହେଇନି। ତାକୁ ବାସ୍ ରଖିଛି ସଜାଡ଼ିବି ପଛରେ। ଆଉ ଏଠି ସଫା ହେଇଯାଇଛି। ଆଉ ହେଇଯାଇଛି ଖାଲି ଆଉ ସବୁ ଆପଣଙ୍କ ଭାଇନାଙ୍କର ଏତିକ ଆହୁରି ଅଛି। ତାକୁ ଆଇରନ୍ କଲି। ଏଇଟା ଖୋଲିଛି ଆଇରନ୍ କରିକି 8-10ଟା ଖଣ୍ଡେ ପ୍ୟାଣ୍ଟ ସାର୍ଟ ତାକୁ ଆଇରନ୍ କଲି। ଆହୁରି 5ଟା ଅଛି। ମୋ ଦେହ କ'ଣ ହେଲା ଆଉ ଆଇରନ୍ କରିପାରିଲି ନାହିଁ। ତାପରେ ଏତିକି ଅଛି ସଫା କରିବାକୁ। ଅଧା ସଫା କରିଛି, ସଫା କରିକି ଶୁଖେଇଛି। ତାପରେ ଯାଇକି ଭାତ ବସେଇକି ଗଲି ଗାଧୋଇବା ପାଇଁ। ତାପରେ ଗାଧୋଇକି ଆସିଲା ବେଳକୁ ଠାକୁର ପୂଜା କରିଦେଲି। ଠାକୁର ପୂଜା କରିସାରିଲା ବେଳକୁ ଠାକୁର ପୂଜା କରିସାରିକି ଗଲି ଲୁଗାପଟା ଶୁଖେଇବା ପାଇଁ। ତାପରେ ଶୁଖେଇ ସାରିଲା ପରେ ଆସି ଦେଖିଲା ମୁଁ ଭାତ ହେଇଗଲା। ଭାତ ଗାଳି ଦେଲି। ତାପରେ ଭେଣ୍ଡି ଥିଲା 3 ଦିନ ହେଲା ଆସିଲାଣି, ସେ ବୁଢ଼ା ହେଇଯିବ। ତ ଭାବିଲି ଭେଣ୍ଡି ତରକାରୀ କରିଦେବି। ସେ ତ ନାହାନ୍ତି, ଡ୍ୟୁଟି ଯାଇଛନ୍ତି, ଆସିବେ 4ଟା ବେଳକୁ ଯାଇକି। ଆଉ ଭାବିଲି ଭେଣ୍ଡି ତରକାରୀ କରିଦେବି। ମୋର ମାନିଆ କରିଥିଲି କିନ୍ତୁ ବହୁତ ହେଇଗଲା। ତ ଭାବୁଛି ରଖିଦେବି, ଯଦି ଭଲ ରହିଲା ଭଲ ତ ରହିବନି। ଆଉ ସିଏ ବି ଖାଆନ୍ତିନି ଜମା, ବାସି ମାନେ ସକାଳର ଖାଇବା ରାତିକି ଖାଇବେନି। ଆଉ ମାନେ ଏଇଟା ମୋତେ ବହୁତ ଇଏ ଲାଗେ। ମାନେ ସକାଳୁ ଧର ବାସି କୋଉଦିନ କରିଦେଲେ ରାତିରେ ଖିଆ ହେବ, ନାହିଁ ସେ କଥା ହେଇପାରିବନି। ଯାହା ବଲେ ସକାଳ ଖାଇବା ରାତିରେ ଖାଇବା ଜମା ବି ଖାଇବେନି। ମୁଁ ଭାବୁଛି ମୁଁ ମୋର ଖାଇଦେବି। ସେ ନ ଖାଇଲେ ମୁଁ ମୋର ଖାଇଦେବି। ଯଦି ରହିଲା, ଯଦି ନ ରହିଲା ତ ନ ରହିଲା। ଆଉ ଖାଲି ତରକାରୀଟା ବସେଇଛି। ତରକାରୀଟା ହେଇଗଲା ପରେ ଏତିକ ଯେଉଁ ପଡ଼ିଛି, ଇଏ ଯେଉଁ ସବୁ ପଡ଼ିଛି, ଆକୁ କ'ଣ କରିବି ନା ସଜାଡ଼ି ଦେବି। ତାପରେ ତାକୁ ସଜାଡ଼ି ଦେବି। ଟିକେ ରେଷ୍ଟ କରିଦେଲା ପରେ କରିଦେଇକି ଆଇରନ୍ ଆଉ ଗୋଟେ 5ଟା ଅଛି। 5ଟା ଆଇରନ୍ କରିଦେଲା ପରେ ଟିକେ ଖାଇ ଦେଇକି ଶୋଇପଡ଼ିବି। 4ଟା ବେଳକୁ ଉଠିଲା ବେଳକୁ ସେ ଆସିଯାଇଥିବେ। ଘର ତ ଓଳେଇ ଦେବି। ତାପରେ ଆଜି ବି ଯିବାର ଅଛି ମାର୍କେଟ, କାହିଁକିନା କିଛି ସଉଦାପତ୍ର ନାହିଁ, ସରିଯାଇଛି। କାହିଁକିନା ଯେହେତୁ ମୁଁ ଘରକୁ ଯାଇଥିଲି ସବୁ ସାରି ଦେଇ ପଳେଇଥିଲି। ସେ ବି ଘରକୁ ଆସିବାର ଶୁକ୍ରବାର 4 ଦିନ ହେଲାଣି। ବଟ୍ ଆମେ ଆସିଲା ବେଳେ ବାଟରେ ପରିବା ନେଇ ଆସିଥିଲୁ। ଆଉ ଯାହା ଯେହେତୁ ଥିଲା ଅଳ୍ପ ବହୁତ ସେ ବି ହେଇଗଲା। ଆଉ ଅଳ୍ପ ଆଣିବାର ଅଛି, ଯାଇକି ନେଇ ଆସିବେ। ରାତିକି ମୁଁ କହୁଥିଲି କି ଅରୁଆ ଭାତ କରିବା ପାଇଁକା ଭାବୁଥିଲି ପିଠା ପକାଇଦେବି ବୋଲି। ପିଠା ପକାଇଦେବି ପ୍ରାୟ 10ଟା ତ ବାଜେ, ପିଠା ପକାଇଦେବି। ଭଲ ଲାଗିବନି ଅବଶ୍ୟ, ଦେଖିବା କ'ଣ ହେଉଛି। ପିଠା ପକାଇଦେବି। ଆଉ ପିଠା ମଟର ତରକାରୀ, ମଟର ଅଛି, ମଟର ପକାଇଦେବି। ହେଇଯିବ। ଆଉ ତ ଆଜି ଦିନଟା ହେଇଯିବ। ସ୍ନାନ ପୂର୍ଣ୍ଣିମା ତ ଅରୁଆ, ସେ ତାଙ୍କର କ'ଣ ଇଚ୍ଛା ହେଇଛି ଖାଇବା ପାଇଁକା। ମୁଁ ତ ଅରୁଆ ଖାଉନି ବିଶେଷ, କାହିଁକିନା ମୁଁ ଏମିତି ସଂକ୍ରାନ୍ତି ବି କରୁନି। କାହିଁକିନା
ସଂକ୍ରାନ୍ତି ମୁଁ କେବେ ବି ଛାଡ଼େନି, ସଂକ୍ରାନ୍ତି କରୁନି, ଛାଡ଼ି ଦେଇଛି ଏଥରକ। ବେବି ହେଇଥିଲା ପରେ ଭାବୁଛି ପଣା ସଂକ୍ରାନ୍ତି ଠାରୁ କରିବି। ଆଉ ମୁଁ ତ ଅରୁଆ ବେଶୀ ଖାଉନି କାହିଁକିନା ଗ୍ୟାସ୍ ହେଇଯାଉଛି, ଆଉ ଏମିତି କିଛି ଅଛି। ଆଉ ମୁଁ ସକାଳୁ ଉଠିକି ଖାଇ ଦେଇଥିଲି ଯେଉଁ କାଲି ପକୁଡ଼ି ଛଣା ହେଇଥିଲା, ଆଉ ପକୁଡ଼ି ଖାଇ ଦେଇଥିଲି, ଆଉ ସେଇଟା ପକେଇଦେବି କ୍ଲିପ୍ଟା। ତାପରେ ଯାହା ସବୁ ଖାଇ ଦେଇଥିଲି ପକେଇଦେବି ଆ ପରେ ଭିଡ଼ିଓଟା, କାହିଁକିନା ସକାଳର ଭିଡ଼ିଓ କ୍ଲିପ୍ ନେଇଛି ସତ, କିନ୍ତୁ ଭଏସ୍ ତ ଦେଇନି। ଆଉ ଏମିତି ଚାଲିଛି ସୁଖେ ଦୁଃଖେ ଯାଉଛି। ତରକାରୀ ହେଇଯିବଣି, ତରକାରୀଟା ଓହ୍ଲେଇ ଦେଇକି ସଜାସଜି କରିବି, ତାପରେ ଆଗକୁ ଯାଉଛି ଆପଣମାନଙ୍କ ସହିତ କଥା ହେବା। ସକାଳୁ ସୁଜି ଖାଇ ଦେଇଥିଲି, ସୁଜି କରିକି ଖାଇ ଦେଇଥିଲି। ଆଉ ଯେହେତୁ କାଲିର ଥିଲା ପକୁଡ଼ି, ତ ପକୁଡ଼ି ଭାବିଲି ପକୁଡ଼ି ବି ଯାଉଛି ଖାଇଦେବି, ତ ପକୁଡ଼ି ବି ଖାଇ ଦେଇଥିଲି। ତ ଏମିତି କିଛି ଥିଲା, ତ ଆଗକୁ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ, ଦେଖିବେ କ'ଣ ଚାଲିଛି। ଆଜି ବା ଘୋଟି କାଟି ଶୀତ ଗଲା। ଚାଟ୍ ଆଣିଥିଲେ, ତାକୁ ଖାଇ ଦେଇଥିଲେ। ତା ପୂର୍ବରୁ ଆସିଥିଲା ବରା, ଯେଉଁ ଛୋଟ ଟଙ୍କିକିଆ ବରା, ମୋତେ ବହୁତ ଭଲ ଲାଗେ। ତ ଆସିଥିଲା, ଖାଇକି ଆମେ ମାର୍କେଟ ଯାଇଥିଲୁ। ତାପରେ ମନା କରୁଛି, ତଥାପି ମୋତେ ଭୋକ କରେ, ତ ସେଥିପାଇଁ ଆମ ପାଇଁ ଚାଟ୍ ନେଇ ଆସିଥିଲି। ସେ ତାଙ୍କର ଫୋନ୍ରେ ବିଜି ଅଛନ୍ତି, ତ ମୁଁ ତାଙ୍କର କିଛିଟା କ୍ଲିପ୍ ନେଇଗଲି। ତ ଏଠି ଚାଟ୍ ଖାଇବାକୁ ବନେଇବାକୁ ରେଡ଼ି। ଏବେ ତାଙ୍କୁ ଡାକିଦେଲି ଆସ ଖାଇବା। ତ ଏକାଟିଆ ମୁଁ ଖାଇବିନି, କାହିଁକିନା ମୁଁ ଏତେ ଖାଇପାରିବିନି। ତ ଏମିତି କିଛି ଥିଲା ଭିଡ଼ିଓ। ତ ମୁଁ ଭାବିଲି ଆମର ବାହାଘର ପୂର୍ବର ଭିଡ଼ିଓ କିଛି କ୍ଲିପ୍ ଆପଣଙ୍କ ସହିତ ସେୟାର କରିଦେବି। ଏଇଟା ହେଉଛି ତାଙ୍କ ଘରୁ ଫାଷ୍ଟ ଦେଖିବାକୁ ଆସିଥିଲେ ମୋତେ, ତ ଭାବିଲି ଆପଣମାନଙ୍କ ସହିତ କିଛି ସେୟାର କରିଦେବି। ବଡ଼ କ୍ଲିପ୍ ଥିଲା, ବଟ୍ ମୁଁ କାଟି ଏମିତି ଛୋଟ କ୍ଲିପ୍ କରିଦେଲି। ଆମ ଘରେ କେହି ବି ଜାଣିନଥିଲେ ଯେତେବେଳେ ଲଭ୍ ମ୍ୟାରେଜ୍ ବୋଲି, ତ ସେଥିପାଇଁକା ଲିଟିଲି ଭିଡ଼ିଓକୁ ଏମିତି ଅଛି କେହି ଜାଣିପାରୁନାହାନ୍ତି। ମାଆ ଆସିକି ସେଠି ବି ଯିବା ଆସିବା କରିଥାଏ, କିନ୍ତୁ ତଥାପି ଜାଣିପାରିନଥାନ୍ତି। ସେ ସେତେବେଳେ ଡ୍ୟୁଟିରେ ଥିଲେ। ତାପରେ ବି ଆସିକି ଭିଡ଼ିଓ କଲ୍ରେ କିଛି ସମୟ ମୋତେ ତାଙ୍କ ପୁରା ଆଖି ପୁରେଇ ଦେଖି ଦେଉଛନ୍ତି। ଆଉ ସେ ଟାଇମ୍ଟା ବହୁତ ମାନେ ଇଏ ଥିଲା। ଆଗରୁ ଏମିତି ଦେଖିବାକୁ ମୋତେ ଆସିଛନ୍ତି, ବଟ୍ ଏ ଯେଉଁ ଦେଖିବାକୁ ଆସିଥିଲେ ମୋତେ ବହୁତ ନର୍ଭସ୍ ଲାଗୁଥାଏ। ତାପରେ ଖୁସି ଆସିକି ଏଠି ପ୍ରବଚନ ମାରୁଥାଏ ବସିକି। ତ ଏମିତି କିଛି ଭିଡ଼ିଓ ଥିଲା। ମୋତେ ବହୁତ ମାନେ ଯେତିକି ମାନେ ଇଏ ଥାଏ, ଖୁସି ଥାଏ, ସେତିକି ଡର ବି ଲାଗୁଥାଏ। ଆଉ ଗୋଟେ ଝିଅ ସବୁବେଳେ ଚାହେଁ ବାହା ହେଇକି ଯିବ, ଖୁସିରେ ରହିବ। ଆଉ ସବୁବେଳେ ସବୁ ଝିଅ ଚାହାନ୍ତି, କେହି ବି ଚାହାନ୍ତିନି ଯେ ମୁଁ ଏମିତି ସେମିତି। ତ ସବୁ ଝିଅ ଚାହାନ୍ତି ଖୁସିରେ ରହିବା ପାଇଁ। ଆଉ ତାପରେ ମୋତେ ଦେଖାଉଥାନ୍ତି ବଢ଼ିଆ ଦେଖାଯାଉଛୁ। ତ ମୁଁ କିନ୍ତୁ ସେତେବେଳେ ଦେଖିନଥିଲି ଯେ ମୋତେ ସେ ଦେଖିଛନ୍ତି। ମୁଁ ପଛରେ ଭିଡ଼ିଓ ଦେଖିବାରୁ ଜାଣିଲି ଯେ ସେ କହୁଛନ୍ତି। ତ ସିଏ ତାଙ୍କର ଭିଡ଼ିଓ ଏଡ଼ିଟିଂ କରିଛନ୍ତି, ମୁଁ ବି ଜାଣିନି। ତ ଯେତେବେଳେ ମୁଁ ତାଙ୍କ ଫୋନ୍ରେ ବାହାଘର ପରେ ଦେଖିଲି, ମୁଁ ହସି ଗଡ଼ିଛି। ମୁଁ କହିଲି ହଁ ଭାଇ, ଏମିତିଆ ସବୁ କାମ କରୁଛ ନା। ତାପରେ ନା ତୁ ଯେତେବେଳେ ଆସିବୁ ମୁଁ ଦେଖେଇବି ବୋଲି, ସେଇଟା ହିଁ ଥିଲା। ତ ଏମିତି ମୁଁ ସଜ ହେଉଛି, ମୁଁ ପୁରା ଷ୍ଟାଇଲ୍ ମାରୁଛି, କାହିଁକିନା ଯେତେ ଥର ସଜ ହେଉଛି ମୁଁ ଭାବୁଛି ମୋର ହେଇନି। କିନ୍ତୁ ଗୋଟେ କଥା ହେଲା, ଯିଏ ଯାହାର ସେ ଯେତେ ଅସୁନ୍ଦର ଦେଖାହେଲେ ବି ତାକୁ ସୁନ୍ଦର ଦେଖାଯିବ। ଆଉ ମେନ୍ କଥା ହେଲା ମନ ପବିତ୍ର ହେବା ଦରକାର, ଆଉ ଭଲ ପାଇବା ଥିବା ଦରକାର। ଆଉ ମନ ଯଦି ପବିତ୍ର ନଥିବ, ଭଲ ପାଇବା ନଥିବ, ତ ଯେତେ ସୁନ୍ଦର ଦେଖେଇଲେ ବି କିଛି ଲାଭ ନାହିଁ। ଆଉ ଏମିତି ଥିଲା। ତ ଆସିକି ତାଙ୍କ ସହିତ କିଛି ସମୟ କଥା ହେଇଯାଇଥିଲି। ତାପରେ
କେମିତି ଲାଗୁଛି କ'ଣ କରୁଛି କି ତାଙ୍କ ସହିତ କଥା ହେଇଥିଲି। ତାପରେ ସେ ମେମୋରିଜ୍ ମୁଁ ଆଜି ମନେ ପଡ଼ିଲେ ମାନେ ବହୁତ ଖୁସି ଲାଗେ ଆଉ ଦୁଃଖ ବି ଲାଗେ। ବାପଘର ଛାଡ଼ି ଆସିବାର ଦୁଃଖ। ଯେତେ ବି ଖୁସିରେ ରହିଲେ ବି ବାପଘର ମାଆ ବାପାଙ୍କ କଥା ଭୁଲି ହୁଏନି। ତ ଗୁଲୁଙ୍କର ଏଠି କିଛି କ୍ଲିପ୍ ଥିଲା ତ ଜଏଣ୍ଟ କରିଥିଲି। ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ। ନେକ୍ସଟ ଭିଡ଼ିଓ ଦେଖା ହେବ। ବାଏ। লাইক কর, কমেন্ট কর, ভিডিওটা ভাইরাল কর।